ଶଙ୍ଖା ପିନ୍ଧିବାର ମହିଳାମାନଙ୍କର କ'ଣ ରହିଛି ନିୟମ, ହାତରେ କାଚ କେତେ ଫୁଟ ରହିବା ଦରକାର, ଆରି ଉପରେ ଆମେ 2ଟି ଭିଡ଼ିଓ ପ୍ରସ୍ତୁତ କରୁଛୁ, ଯାହା ଆପଣମାନେ ଦେଖିବେ ନିଶ୍ଚିନ୍ତ ଭାବରେ। ଭାବ ଦିବାକର ଚ୍ୟାନେଲରେ ଆପଣ ଯୋଡ଼ି ରୁହନ୍ତୁ କିଛି ଅଜଣା କଥାକୁ ଜାଣିବା ପାଇଁ। ଆଜି ଆଲୋଚନା କରିବା ପୁରୁଣା ଚୁଡ଼ି ଭାଙ୍ଗିଗଲେ ଚୁଡ଼ି ଶଙ୍ଖା ଆପଣ କ'ଣ କରିବେ। ଆପଣ ଜାଣିଛନ୍ତି ଯଦି ଶଙ୍ଖା ଚୁଡ଼ି ପୁରୁଣା ହୋଇଯାଏ ଆପଣ ତାକୁ କ'ଣ କୁହନ୍ତି ନା ଶୀତଳାନ୍ତି, ଅର୍ଥାତ୍ ଆମେ କେହି କହନ୍ତୁନି ଯେ ଚୁଡ଼ି ଖୋଲିଦେବା, ଚୁଡ଼ି କାଢ଼ିଦେବା, ଚୁଡ଼ି ବଦଳେଇବା, ଅର୍ଥାତ୍ ଚୁଡ଼ି ଶୀତଳା କୁହନ୍ତି। କାହିଁକି ନା ସମସ୍ତ ସଧବା ନାରୀମାନେ ତାଙ୍କର ଶଙ୍ଖା ହେଉଛି ତାଙ୍କର ଜୀବନ, ସ୍ୱାମୀ ହେଉଛି ତାଙ୍କର ପ୍ରାଣ। ତେଣୁ ଶଙ୍ଖା ଚୁଡ଼ି ହେଉଛି ସ୍ୱାମୀର ପ୍ରତୀକ। ତେଣୁ ଭାଙ୍ଗିବା ମଧ୍ୟ କେହି କହନ୍ତିନି, ଶଙ୍ଖା ଚୁଡ଼ି ତୁଟିବା କୁହନ୍ତି। ଆଉ ସଧବା ନାରୀ କେବେ ବି ହାତ ଖାଲି କରିବା କଥା ନୁହେଁ। ସଧବା ନାରୀମାନେ ବହୁ ସମୟରେ ଦେଖାଯାଉଛି ଗୋଟିଏ ପଟେ ସେମାନେ କ'ଣ କରୁଛନ୍ତି ନା ସ୍ମାର୍ଟ ୱାଚ୍ କିଛି ୱାଚ୍ ପିନ୍ଧି ଗୋଟିଏ ଚୁଡ଼ି ପିନ୍ଧି ଦେଉଛନ୍ତି, ଆଉ ଗୋଟିଏ ପଟେ କିଛି କାଚ ଲଗାଉଛନ୍ତି। ଆଜିର ଫ୍ୟାସନ୍ ହେଇଯାଇଛି। ଝିଅ